ହାପି ନ୍ୟୁ ଇୟର୍ ସାଙ୍ଗମାନେ। ସକାଳୁ ସକାଳୁ ଗୋଟେ ଫୋନ୍ କଲ୍ ଆସିଲା ଆଉ ସେଇ କଲ୍ରେ ଥିଲା ଆଜି କିଛି ଭୋଜିର ଆୟୋଜନ ହେବ। ମୁଁ କହିଲି ହେବ, କାହିଁକି ହେବନି, ଭାତଟେ ହେବ ଆଉ ମଟନ୍ଟେ ହେବ, ପାମ୍ପଡ଼ଟେ ହେବ। ତାପରେ ହେଲା ଆରମ୍ଭ। ଆମେ ଚାଲିଲୁ ପଦମପୁର ମାର୍କେଟ। ମଟନ୍ ଟିକେ ନେବୁ, ଚିକେନ୍ ଟିକେ ନେବୁ, ବାକି ସାମଗ୍ରୀ ଜିନିଷ ନେବା ପାଇଁ ବାହାରି ଗଲୁ। ଜଲ୍ଦି ଜଲ୍ଦି ଚାଲିଲୁ। ହ୍ୟାଲୋ ଗାଇସ୍, ଆମେ ଚାଲିଲୁ ଭୋଜି ପାଇଁ। ଆପଣ ଭାବୁଥିବେ ମୋ ମୁଣ୍ଡରେ ଏମିତି କ'ଣ ହେଲମେଟ୍ ଅଛି। ଭାଇ ଏଇଟା ହେଲମେଟ୍ ନୁହେଁ, ଧରିବା ପାଇଁ ସୁବିଧା ନଥିଲା ତ। ଏବେ ଆମର ହେଲା ଅସଲ ଖେଳ ଷ୍ଟାର୍ଟ। ରୋଷେଇର କାର୍ଯ୍ୟକ୍ରମ ଏବେ ଷ୍ଟାର୍ଟ ହେଇଗଲା। ଜଲ୍ଦି ଜଲ୍ଦି ସମସ୍ତେ ନିଜ ନିଜ ଦାୟିତ୍ୱରେ ନେଇ କାମ ଷ୍ଟାର୍ଟ କରିଦେଲେ। ପ୍ରଥମେ ପକୋଡ଼ା ଛଣା ହେବ, ତାପରେ ପାମ୍ପଡ଼ ହେବ, ତାପରେ ମଟନ୍ ହେବ, ତାପରେ ଭାତ, ଲାଷ୍ଟକୁ ଖିଆ ହେବ। ଆପଣମାନେ ନିହାତି ଭାବରେ ଦେଖିବେ। ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗୁଥାଏ ନିହାତି ଭାବରେ ଫଲୋ, ଲାଇକ୍ ଆଣ୍ଡ କମେଣ୍ଟ, ସେୟାର କରିବେ। ଚାଲନ୍ତୁ ଆଗକୁ ଭିଡ଼ିଓ ଦେଖନ୍ତୁ। ଉଡ଼ିଲା ପକୋଡ଼ା। ମାଂସ ଏବେ ବସିଗଲା। ପକୋଡ଼ା ଖିଆ ଏବେ ଆମର ଷ୍ଟାର୍ଟ ହେଇଗଲା। ପକୋଡ଼ାକୁ ପାମ୍ପଡ଼। ଓହୋ, ମଟନ୍ ହେଇଗଲା ଏବେ ଷ୍ଟାର୍ଟ। ସରିଗଲା ରୋଷେଇ। ଏବେ ଖିଆଖି ଆରମ୍ଭ ହେବ। ଚାଲନ୍ତୁ। ଆଉ ଭିଡ଼ିଓଟି ଯଦି ଭଲ ଲାଗେ ନିହାତି ଭାବରେ ଫଲୋ ଆଉ ଲାଇକ୍ ଆଣ୍ଡ କମେଣ୍ଟ ଆଣ୍ଡ ସେୟାର।